ଦେଖିପାରୁଥିବ ଅଭି ଆମେ ଏଠି କେଉଁ ବିଲ ରାସ୍ତାରେ ପଶି ଯାଇଛୁ। ରାସ୍ତା ବୁଲିକି ଜଙ୍ଗଲ ଭିତରେ ପଶି ଯାଇଥିଲୁ ଅଭି। ଏଇପଟେ ସିଧା ଚାଲ ସିଧା କଲେଜ ବାହାରି ପଡ଼ିଲୁ। ଆଜି ଲାଷ୍ଟ ଏକ୍ଜାମ୍। ଦେଖିପାରୁଥିବ ଏବେ ଫାଇନାଲି କଲେଜ ବାହାରି ଗଲୁ। ଏବେ ଚାଲ ଯିବା। ଏଇ ଅଧା ରାସ୍ତା ସାରା ଚାଲି ଚାଲି ଅବସ୍ଥା ନାହିଁ ଆଉ ଗୋଡ଼ର। ଏଇଟା ହେଲା ଲେବର ହାଟ କ'ଣ କୁହନ୍ତି। ଆଗକୁ ଦେଇକି ଚାଲିଲି ଦେଖିପାରୁଥିବ। ଫାଇନାଲି କଲେଜରେ ପହଞ୍ଚିଗଲୁ। ବ୍ଲଗ କରାହଉଛି ବ୍ଲଗ। ଦେଖିପାରୁଥିବ ଏକ୍ଜାମ୍ ଅଭ୍ୟାସ ସରିଲା। କେମିତି ହେଇଛି ଏକ୍ଜାମ୍? ହସୁଛୁ କ'ଣ? ବଢିଆ ହେଇଛି ଏକ୍ଜାମ। ଏକ୍ଜାମ୍ ଭଲ ହେଇଛି। ବେଶୀ ଲେଖି ହଉନି 20 ପେଜ ଏଡେ ଆନ୍ସର କିଏ ଲେଖିବ? 20 ପେଜ ମାତ୍ର ଲେଖିଛୁ। ମୋର 25 ପେଜ ହେଇଛି। ହଁ ବଢିଆ। ତ ଚାଲ ଯିବା ଏବେ ଘରକୁ। ତ ଜୟ ଜଗନ୍ନାଥ ସମସ୍ତଙ୍କୁ। ତ ଆଜି ଡେଟ୍ ବୋଧେ 23 ନା 22 ବୋଧେ, କାହିଁକିନା ଆଜି ସେ ଆମ ସାଙ୍ଗର ଗୋଟେ ତାଙ୍କ ଘରେ ଆଜି ଖାଇବା ପାଇଁ ସେ ବହୁତ କରି ଡାକିଥିଲା। ଜୀବନ ବୋଲି ମନା କରୁଥିଲା, ଡାକିଥିଲା କିନ୍ତୁ କ'ଣ ପାଇଁ ଖାଇବା ପାଇଁ ସେଇଟା କହିହେବନି। ତ ପିଲା ସବୁ ଆସିଲେଣି। ସେ ଭାଇ ଜଣେ ଆଉ ଜଣେ ସାଙ୍ଗଟା ଆସିଛି। ଏବେ ଆମେ ବାହାରିବୁ ବହୁତ ବାଟ, ପୁରୀ ପାଖାପାଖି, ଖୋର୍ଦ୍ଧା ବୋଧେ। ଖୋର୍ଦ୍ଧା କ୍ରସ୍ କଲେ ସେପଟ ସାଇଡ଼୍ଟା ପୁରୀ। ବହୁତ ମାନେ ଏଇଠୁ 50 କିଲୋମିଟର ଖଣ୍ଡେ ହେବ ବୋଧେ ତାଙ୍କ ଘର। ଏବେ ଆମେ ବାହାରିବୁ, ସବୁ ପଳେଇ ଆସିଲେଣି ସେମାନେ। ଦେଖିବେ ଆଜି ସେ ବହୁତ କରି ଡାକିଥିଲେ ବୋଲି ଏବେ ଆମେ ଯାଉଛୁ। ଚାଲନ୍ତୁ ଦେଖିବା କ'ଣ ହେଉଛି। ଦେଖିପାରୁଥିବ ବହୁତ ସୁନସାନ ରାସ୍ତାରେ ଏବେ ଆମେ ଚାଲୁ ଗୋଟେ ଭୋଜିକୁ ଯାଉଛୁ। ତ ଏଇଠି ଡ୍ରାଇଭର ଏଠି ଆମେ 3 ଜଣ ଆମେ ଚାଲୁ ଅବିକା। ତ ଏଇଠି ସେପଟୁ ଯିବା। ତ ଚାଲନ୍ତୁ ଦେଖିବା। ଦେଖିପାରୁଥିବ ଅବିକା ଆମେ ଏଠି କେଉଁ ବିଲ ରାସ୍ତାରେ ପଶି ଯାଇଛୁ। ରାସ୍ତା ବୁଲିକି ଜଙ୍ଗଲ ଭିତରେ ପଶି ଯାଇଥିଲୁ ଅବିକା। ଏଇପଟେ ସିଧା ଚାଲ ସିଧା। ସେ କହୁଥିଲେ ବା ଏପଟେ ସିଧା। ଆରେ ବହୁତ ଏଇ ବିଲରେ ଧାନ ଚାଷ ହେଇଛି। ବିଲରେ ଧାନ ଚାଷ ହେଇଛି। ଆମେ ପହଞ୍ଚିଲେ ଆପଣଙ୍କୁ ଦେଖିବୁ ରୁହନ୍ତୁ। ଗାଇସ୍ ଫାଇନାଲି ଆମେ ପହଞ୍ଚି ଗଲୁ ଏଠି। ଗାଇସ୍ ଦେଖିପାରୁଥିବ। କ'ଣ ଖାଇବୁ? ଦୁଃଖ ଲାଗୁଛି କ'ଣ ଖାଇବାକୁ? ହଁ ଦୁଃଖ ତ ଲାଗୁଛି ଆମକୁ ବି, କ'ଣ କରିବା। ଫାଇନାଲି ଏବେ ଆମେ ବାହାରିଲୁ ଏଠି ଖାଇ ପିଇକି। ତ ସେପଟେ ଗାଡ଼ି ସେପଟେ ରେଡ଼ି ଅଛି। ଏପଟେ ଦେଇ ଚାଲୁନୁ ଯିବା, ଇଆଡ଼େ ପଳେଇ ତ ଏବେ ଆମେ ଚାଲିଲୁ। ଏଇଟା କି ମନ୍ଦିର? ଫାଇନାଲି ଏବେ ପହଞ୍ଚି ଗଲୁ। କି କଷ୍ଟ। लक्ष्य पर ध्यान दो पार्थ, शोर पर नहीं।